जय जगन्नाथ बंधु यूट्यूब चैनल शरतनना क्रिएशन को आपन को स्वागत। आपण माने निश्चित भलरे थिबे, भगवान करंतु आपण माने भलरे रहंतु। आज आउ एक सुंदर स्थान दर्शन रे जिबा, ताहा हेउची धर्मशाला ब्लॉक रो बलरामपुर गड़ जगन्नाथ मंदिर। आसंतु से पहाड़ ऊपर थिबा सुंदर मंदिर रो दर्शन रे जिबा। जाजपुर जिला धर्मशाला ब्लॉक बलरामपुर गड़े आम आसी पहुँचले। वर्तमान यही जगन्नाथंकर दर्शन रे जिबा। आमे वर्तमान एठी 600 फुट ऊपर अच्छ, माने 600 फुट ऊपर जगन्नाथ मंदिर। यह हूँ बलरामपुर गड़। आसंतु एठी भगवानकर यही 600 वर्ष पुराना मंदिर को देखिबा। ये मंदिरटी अति प्राचीन, आज को 600 वर्ष तले ये मंदिरटी निर्मित होइथिला। ये मंदिर सब पार्श्व देवता सेते बड़े बड़ आश्चर्य लगुच। माटी ठारू 600 फुट ऊपर ये सुंदर मंदिरटी निर्मित होइथिला। ताहार जो परिकल्पना बहुत आश्चर्य करे। ये पार्श्व देवता सब अछंती। विष्णु मंदिर रे जेपरि पार्श्व देवता करा जाय, एठी से आसिक पुरी राजा का सहित संबंध स्थापन कले बा बंधुता स्थापन कले। सेठी बुलु बुलु दी भाई मनस्थ कले दीटा जगह, गोटे गड़ मधुपुर रे बड़ भाई चिंता कले गड़ मधुपुर राज्य रहिबा को, एवं सेठी जगन्नाथ मंदिर टी से पहाड़ पाखरे कले एवं से सेठी शासन कले। आ एठी सान भाई बलदेव सी भी सेठी रहिले एवं बलरामपुर ये गाम रो नाम हला। एठी भी से एक जगन्नाथ मंदिर स्थापन कले। आसंतु से जगन्नाथ मंदिर को भल भाव परिदर्शन करिबा। आज आमर परम सौभाग्य यही बलरामपुर गड़र भगवान जगन्नाथ मंदिर यही राज परिवार जे राजपुरोहित आपण परिचय दियंतु। अगणित चरण मिश्र, आम पुरोहित वंश परिवार आम तले रहूँ। आम सब जमीन अच्छी सब आम ये मंदिर ये मंदिर तो 100 वर्षर, कि जोधपुर राजस्थान जोधपुर दी भाई आसते। दी भाई भर गोटे भाई एटी रहे, गोटे भाई रही मधुपुर गड़े। मधुपुर गड़ ये भाई भाई संपर्क। ये हूँ प्राय एठिकार ये हवा कथा प्राय 2000 वर्षर पुराना। जजाति केशरी बेलू से आसते गोटे बाघ मारे। बाघ मारला जाजपुर राजा आसे ना, सी कहले आम रही जगह देते तले आगे रोते। एठी घर द्वार आम जानू बहुत वर्ष है 100 वर्ष है सी रास्ता रोच। राज परिवार भी अच्छा। बर्तमान चलती 43 पीढ़ी। बर्तमान जो राजा अच्छा ना हूँ प्रवीर चंद्र धीरे, 43 पीढ़ी राजा सी कटक रही। स्त्री भी ये कैंसर डॉक्टर अच्छा। तले भी घर अच्छी गोटे देखिए आम ये पूजा पाठ करूँ।
ଜଗନ୍ନାଥଙ୍କର ଯେମିତି ନୀତି ଖାଲି ଏଠି କଣ ସବୁ ନୀତିକାନ୍ତି ହୁଏ? ଏଠି ସକାଳୁ ବାଳଭୋଗ ହୁଏ। ଆଜ୍ଞା ତାପରେ ଆପଣ ତ ବର୍ତ୍ତମାନ ଦେଖୁଛନ୍ତି ବ୍ରାହ୍ମଣ ଅବସ୍ଥା କଣ ମିଳୁନାହାନ୍ତି। ବ୍ରାହ୍ମଣ ପୂଜାରୀ ପ୍ରାୟ ନାହିଁ କହିଲେ ଚଳେ। ଯାହାକୁ ଜଣେ ଆସି ରଖିବା କଥା ସେଇ ଧୂପ କଳା ପଳେଇଲା। ଆମର 2 ପାଳି ଧୂପ ହୁଏ। ଏଠି ଖଞ୍ଜା ଅଛି 2 କେଜି ଚାଉଳ ଦିନକୁ, ମାନେ ସକାଳୁ 1 କେଜି, ଉପରଓଳି 1 କେଜି, ତା ଦେହରେ ଗୋଟିଏ ପାର୍ଶ୍ୱ ରହେ ଅତିଥି ମାନଙ୍କ। ଯିଏ ଗୋଟେ ଅତିଥି ଆସିଲେ ସେ ପାଇକି ଯିବ, ଖାଲି ଜୀବନ ବ୍ୟବସ୍ଥା କରିଥିଲେ। କିନ୍ତୁ ଏସବୁ ବ୍ୟବସ୍ଥା ସବୁ ଯେତେବେଳେ ମାନେ ବ୍ରାହ୍ମଣ ମାନଙ୍କର ଯୋଉ ପୂଜାରୀ, ପୁରୋହିତ ମାନଙ୍କର ଜମିବାର ନାହିଁ, ଯୋଉ ବ୍ରାହ୍ମଣ ମାନେ ଯୋଉ ପୂଜାରୀ ଥିଲେ ଏଠି ପ୍ରାୟ 10 ଜଣ ପୂଜାରୀ ରହୁଥିଲେ। ଏସବୁ ବିଭିନ୍ନ ପୂଜା ପାଠ କରନ୍ତି। 10 ଜଣ ପୂଜାରୀ ତାଙ୍କୁ ସବୁ ଜମିବାର ଦିଆହେଇଥିଲା। କିନ୍ତୁ ସରକାର ଯୋଉ ଆଇନ କଲେ, ଯୋଉ ଆମର ଜାଗିରି ଜମା ହେଇଗଲା, ଜାଗିରି ସବୁରେ ତାଙ୍କ ନାମ ହେଇଗଲା। ବ୍ରାହ୍ମଣ ନାମ ପୁରା ଓରିଜିନାଲ ହେଇଗଲା, ମାର୍କତାରେ କେହି ରହିଲେ। ଏମିତି ହେଇଗଲା ପରେ ସିଏ ଆଉ ଆସିଲେନି, ତାଙ୍କ ଜମିବାଡ଼ି ବିକିଲେ, ଖାଇଲେ ପିଇଲେ ରହିଲେନି। ତେଣୁ ବର୍ତ୍ତମାନ ରାଜା ସେମିତି ଜଣେ ଆଣିକି ଆସିକି ପିଲାଟି ପୂଜା କରୁଛି। ସେ ମାସକୁ 5,000 ଟଙ୍କା ତାକୁ ଦିଆହଉଛି, 60 କେଜି ଚାଉଳ ତାକୁ ଦିଆହଉଛି। ସେ ପୂଜା ପରେ ଯାହା ତାର କରୁଛି। କାରଣ କହିପାରୁନୁ କି ରହିପାରୁନୁ, କାହିଁ କେହି ତ ନାହାନ୍ତି ଆଉ ପୂଜା କରିବା ପାଇଁ। ବ୍ରାହ୍ମଣ ସବୁ ଆପଣ ଜାଣିଥିବେ ସବୁ ଜାଗାର ଅବସ୍ଥା ସେଇଆ ଅଛି। ବ୍ରାହ୍ମଣ ପରେ ଯାଇ କୋଉଠି ମଦ ଦେଇକି ବୁଲିଲେ, କିନ୍ତୁ ପୂଜା ପାଠ କରିବା ପାଇଁ କେହି ରାଜି ନୁହନ୍ତି। କୋଉ କୋଉ ଉତ୍ସବ ସବୁ ପାଳନ ଏଠି ଆମର ରଥଯାତ୍ରା ହୁଏ। ରଥ ଆପଣ ଦେଖୁଛନ୍ତି ଥୁଆ ହେଇଛି, ରଥ ଭଙ୍ଗା ହେଇକି। ରଥ ଗୁଣ୍ଡିଚା ସେଠି ଅଛି, ସେ ଉପର ଘଟ ଅଛି ଗୁଣ୍ଡିଚା ଘର। ଏଠି ରଥଯାତ୍ରା ହୁଏ, ଠାକୁର ରଥକୁ ଇଏ କରନ୍ତି। ସ୍ନାନ ପୂର୍ଣ୍ଣିମା ହୁଏ, ରାସ ଉତ୍ସବ ହୁଏ। ଏଇ ଯୋଉ କାର୍ତ୍ତିକ ମାସରେ ଯୋଉ ଆପଣ କାର୍ତ୍ତିକ ମାସ ଏଠି ଗୋଟେ ସପ୍ତାହ, ଭାଗବତ ସପ୍ତାହ, ଇଏ ଆପଣଙ୍କର ହରିମାସ ସପ୍ତାହ ଏଠି ବସେ। ପ୍ରତ୍ୟେକ ମାନେ ଯୋଉ ପର୍ବ ଗୁଡିକ ଅଛି, ଯାହା ବି ଟିକେ 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 ଏଠି ଆମର ପୁରୀ ଅନୁସାରେ ଟିକେ ଟିକେ ଆମର ହୁଏ। ଅନୁଷ୍ଠାନ ନେଇକି ହୁଏ। ବର୍ତ୍ତମାନ ଆମେ ଏମିତି ଚାଲୁଛୁ ପୂଜା ପୂଜି କରି। ଦୁର୍ଗୋତ୍ସବ ହୁଏ। ଦୁର୍ଗୋତ୍ସବ ଆମର 16 ପୂଜା, 16 ଦିନ ପୂଜା ଠାକୁରାଣୀଙ୍କର। ସେଠି ଦୁର୍ଗା ଅଛନ୍ତି, ତାଙ୍କର ପୂଜା ସେଠି 16 ପୂଜା ହୁଏ। ଅନ୍ୟାନ୍ୟ ପୂଜା ପାଠ ସବୁ ସେମିତି ସାମୟିକ ଭାବେ ଯୋଉ ଟିକେ ଟିକେ ଯେମିତି ଆମେ ଜାଣିଛୁ କରୁଛୁ। ଆଉ ପୂର୍ବରୁ ତ ପ୍ରାୟ ବଡ ଇଏ ଗୁଡାକ ସବୁ ଧ୍ୱଂସ ହେଇଗଲାଣି। ଆପଣ ସବୁ ଜାଗାରେ ଦେଖିଥିବେ ଆମ ରଜ ତାଙ୍କ ସବୁ ବର୍ତ୍ତମାନ ଆମ ପରମ୍ପରା ସବୁ ଲୋପ ହେଇସାଣି। ଇଏ ଗୋଟେ ବଡ ଦୁଃଖର ବିଷୟ ହେଇଛି। ମାନେ ୟା ଉପରେ ଆଉ କୌଣସି ପିଲା ଧ୍ୟାନ ଦଉନାହାନ୍ତି। ପାଠ ପଢିକି ଏଇ କରିବା ସଙ୍ଗେ ଧୀରେ 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 ଯୋଉ ସାମାଜିକ ସ୍ଥଳନ ହେଲା, ସାମାଜିକ ପ୍ରତ୍ୟେକ ସମାଜରେ ହେଇଗଲା ନା, ସମାଜର ପତନ ଧୀରେ ଧୀରେ ହେଇଯିବା ଦ୍ଵାରା କଣ ହେଲା ନା, ଆମର ଦେବାଦେବୀ ମାନେ ଅପୂଜ ହେଇଗଲେ। ସବୁ ପ୍ରତ୍ୟେକ ଜାଗାରେ ଆପଣ ଦେଖିବେ। ପୁରୀ ଖାଲି କେବଳ ସେ ଗୋଟେ ତୀର୍ଥ ସ୍ଥାନ ବୋଲି ଲୋକ ଆସୁଛନ୍ତି, ସେ ବି ଚାଲିଛି। ଅନ୍ୟାନ୍ୟ ଜାଗା ଗୁଡ଼ିକ ସେଇଭଳି ଇଏ ବି ସେମିତି ଅଛନ୍ତି। ବର୍ତ୍ତମାନ ଏଇ ଯୋଉ ମନ୍ଦିରଟି ଆପଣ ଦେଖୁଛନ୍ତି, ଇଏ 100 କେତେ ବର୍ଷର ମନ୍ଦିର। ଆମର ନବକଳେବର ହେଇଥିଲେ, ଏଇ ଗଲା ନବକଳେବର ଆମେ କରିଥିଲୁ, ବହୁତ ବର୍ଷ ହେଲା ହେଇନଥିଲେ। ନବକଳେବର ଆମେ ଯେମିତି ନବକଳେବର ସବୁ ଦାଉ ବାହାରୁ ଆସି ଯେମିତି ନବକଳ ହବା କଥା ଆମେ କରିଥିଲୁ। ଏସବୁ ପ୍ରଥମ ଚାଲିଛି ସେମିତି ଭଲ ମନ୍ଦ ହେଇକି ଚାଲିଛି। ଠାକୁର ଅଛନ୍ତି ପାହାଡ଼ ଉପରେ। ଯେହେତୁ ଆମେ ତଳେ ଆମ ଘର, ଆମେ ଆସିକି କରୁଛୁ। ମୁଁ ହାଇସ୍କୁଲରେ ଶିକ୍ଷକତା କରୁଥିଲି, ସଂସ୍କୃତ ପଣ୍ଡିତ ଥିଲି, ପୁରୀରେ ପଢୁଥିଲି। ଆଉ ବାପା ଯେତେବେଳେ କହି ଆସୁଥିଲେ, ମୁଁ ଆଉ ତ ମନା କରି ହବନି ନା। ଯାହା ତ ଜାଣୁ ନ ଜାଣୁ ସେ ଠାକୁରଙ୍କୁ ପାଣି ଫାଣି ଦେଇକି ଆମେ ଯାଉଛୁ। ଏଇ ହଉଛି ଆମର କଥା। ବଳରାମପୁର ଘରର ଏଇ ପବିତ୍ର ଜଗନ୍ନାଥ ମନ୍ଦିରରେ ବଡ଼ ଭାଇ ବଳଭଦ୍ର, ଭଦ୍ରା ଭଉଣୀ ସୁଭଦ୍ରା, ଜଗତର ନାଥ ଜଗନ୍ନାଥ, ଆୟୁଧରାଜ ସୁଦର୍ଶନ ଏଠି ପୂଜା ପାଉଛନ୍ତି। ଇଏ ହଉଛନ୍ତି ପତିତପାବନ ମୂର୍ତ୍ତି। ଏଠି ବି ଗୋଟେ ବଡ଼ ଆଶ୍ଚର୍ଯ୍ୟ ଘଟଣା ଘଟିଲା। ଆମେ ଯେତେବେଳେ ଏଠି ପହଞ୍ଚିଲୁ, ସମସ୍ତେ କହିଲେ ମନ୍ଦିରରେ ଯିଏ ପୂଜା କରନ୍ତି ସେ ପଳେଇଲେଣି, ଆଉ ଜଗନ୍ନାଥଙ୍କ ଦର୍ଶନ ହେଇପାରିବନି। ମନ ଟିକେ ଦୁଃଖ ହେଲା। ଏତେ ବାଟରେ ଆସିଥିଲେ, ମୁଁ ଜଗନ୍ନାଥଙ୍କ ବାଟରେ ଆସିଲା ବେଳେ ଡାକି ଡାକି ଆସିଥିଲି, ପ୍ରଭୁ ତୁମ ଦର୍ଶନ ଟିକେ ମିଳୁନି। କି ଆଶ୍ଚର୍ଯ୍ୟ କଥା, ଆପଣମାନେ ଆଶ୍ଚର୍ଯ୍ୟ ହେବେ। ଆମେ ମନ ଦୁଃଖରେ ଫେରି ଯାଉଥିଲେ, ସେତେବେଳେ ରାଜପୁରୋହିତଙ୍କ ଭେଟ ମିଳିଲା। ସେ ଏଠି ଆସିଥିଲେ। କୋଉଠୁ ଆସିଲେ ଆମ ପରିଚୟ ପଚାରିଲେ। ଆମେ କହିଲୁ ଏମିତି ଆସିଥିଲୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ, ଆଉ ଜଗନ୍ନାଥଙ୍କ ବିଷୟରେ କିଛି ଜାଣିବା ପାଇଁ। ଜଗନ୍ନାଥଙ୍କର ଏତେ ମହିମା, ଆଜି ଆମେ ତାଙ୍କ ଦର୍ଶନ ପାଇଲୁ। ତାଙ୍କ ପଦପଦ୍ମରେ ଅନନ୍ତ କୋଟି ପ୍ରଣାମ। ବଳରାମପୁର ଗଡ଼ରେ ଏଇ ଜଗନ୍ନାଥ ମନ୍ଦିରରେ ଭଗବତୀ ଜଗଜ୍ଜନନୀ କନକ ଦୁର୍ଗା, ବନ ଦୁର୍ଗା ଏଠି ପୂଜା ପାଉଛନ୍ତି। ସେଇ ବିଷୟରେ କିଛି ଶୁଣିବା। ଏଠି ଆମର 16 ପୂଜା ହୁଅନ୍ତି। ତାପରେ ଯୋଉ ନବରାତ୍ର ଯୋଉ ଚୈତ୍ର ମାସରେ ହୋମ ହୁଏ, ଆଉ ସେଇ ଘରେ ଯାଇକି ପୂଜା ହୁଅନ୍ତି। ଦୁର୍ଗା ପୂଜା ସେଠି କରାଯାଏ। ଇଏ ଆମର ଦୁର୍ଗା 1971 ମସିହାରେ ଯୋଉ 52 କେଜି ଓଜନ ଯୋଉ ସେ ଚୋରି ହେଇଗଲା। ଏପର୍ଯ୍ୟନ୍ତ ବି ତାର କୌଣସି ସଫା ମିଳୁନାହିଁ। ତାପରେ ପୁଣି ଆଣିକି ପ୍ରତିଷ୍ଠା କରିକି ରଖିଲେ। ଆଉ ବାପା ତାଙ୍କୁ ପୂଜା କରୁଥିଲେ। ବାପା ଆମର ପଳେଇଲେ, ବାପା ପଳେଇଲେ 72ରେ, ଦୁର୍ଗା ପଳେଇଲେ 73। ତାପରେ ଆମର ତାଙ୍କ ବାପା ଥିଲେ, ସେ ବି ପଳେଇଲେ 74।
ଏକ ଆଶ୍ଚର୍ଯ୍ୟଜନକ କଥା ଆପଣ ଜାଣିଛନ୍ତି? ପାହାଡ଼ ସମୁଦ୍ର ପତନରୁ 600 ଫୁଟ ଉପରେ ଏଠି ଗୋଟେ ବସତି ସ୍ଥାପନ ହେଇଛି, ଗୋଟେ ଗାଁ ରହିଛି, ସ୍କୁଲ ରହିଛି। ଆଉ ସେଠି ଗୋଟେ ଦେଖନ୍ତୁ ପାହାଡ଼ ଉପରେ ବି ଏଠି ଗୋଟେ ବାମ୍ଫି ଅଛି, ଆଉ ବାମ୍ଫିରେ ଭରପୁର ପାଣି। ଏ ବଡ଼ ଆଶ୍ଚର୍ଯ୍ୟ ଲାଗୁନି ଆଜ୍ଞା? 600 ଫୁଟ ଉପରେ ପାହାଡ଼ ଉପରେ ବସତି, ବସତି ଉପରେ ବାମ୍ଫି, ବାମ୍ଫିରେ ପାଣି। ଏହା ହିଁ ପ୍ରକୃତିର ଆଶ୍ଚର୍ଯ୍ୟ ଆଜ୍ଞା। ବଳରାମପୁର ଗଡ଼ର ପାହାଡ଼ ଉପରୁ ବା ସେ ଗାଁରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଏଡ଼େ ସୁନ୍ଦର ଦିଶୁଛି। ପୁଣ୍ୟତୟା ବ୍ରାହ୍ମଣୀ, ତା ପାଖରେ ବଳରାମପୁର ଗଡ଼ ଗାଁ, ପାହାଡ଼ ଉପରେ ସୁନ୍ଦର ମନ୍ଦିର। ଆଉ ଥରେ ମୁଁ କହିବି, କ୍ୟାମେରାମ୍ୟାନ୍ ଆମ ଶୁଭମ ଷଡ଼ଙ୍ଗୀ ଅଛନ୍ତି ଆମ ପାଖରେ, ସେ ସୁନ୍ଦର ଭାବରେ ଗୋଟେ ବିହଙ୍ଗା ଅବଲୋକନ କରିଦେବେ। ଦେଖନ୍ତୁ ଆଜ୍ଞା, ପ୍ରକୃତି କେତେ ସୁନ୍ଦର। ଥରେ ଦେଖିଲେ ମନ ପୁରା ଖୁସି ହେଇଯାଉଛି ଏବଂ ମନ ଆନନ୍ଦରେ ଭରି ଯାଉଛି। ଏଇଠି ଶୁଭମ ବାବୁଙ୍କୁ କହିବି, ମନ୍ଦିର କେଡ଼େ ବଢିଆ ଦେଖାଯାଉଛି, ଅତି ସୁନ୍ଦର। ଯଦି କେବେ ସମୟ ଦେଖିବେ ପୁରା ଆନନ୍ଦରେ ଭୁଲିଯିବେ। ଅତି ସୁନ୍ଦର ସ୍ଥାନ ଆଜ୍ଞା। ଚାରିପଟରେ ନିଘଞ୍ଚ ପାହାଡ଼, ପର୍ବତ, ବନାନୀ, ତା ଭିତରେ ପ୍ରଭୁ ଜଗନ୍ନାଥ। ଆହା, କି ସୁନ୍ଦର, କି ଅପୂର୍ବ, କି ଲାବଣ୍ୟ! ଏ ଦୃଶ୍ୟ ଦେଖିଲେ ଆଖି ଲୋତକପୂର୍ଣ୍ଣ ହେଇଯାଉଛି। କେତେ ଅପୂର୍ବ ଦୃଶ୍ୟ ଆଜ୍ଞା।